यूपीआई यूजर्सଙ୍କ ପାଇଁ ବଡ଼ ଖବର। ଯଦି ଆପଣ ଗୁଗଲ पे या फोन पे यूज କରୁଛନ୍ତି ତାଙ୍କ ପାଇଁ ବହୁତ ବଡ଼ ଖବର। ଯଦି ଆପଣ यूपीआई ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଉପଯୋଗୀ ଖବର ଅଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ NPCL ଚାର୍ଜବ୍ୟାକ୍ ଅନୁରୋଧ ସମ୍ପର୍କିତ ନିୟମ ପରିବର୍ତ୍ତନ କରି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ଆମ ଆର୍ଥିକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ୟୁପିଆଇ ଆସିବା ପରଠାରୁ ପକେଟ୍ ୱାଲେଟ୍ ଧରା ଯାଉଥିବା ଲୋକ ସଂଖ୍ୟା ବହୁତ ହ୍ରାସ ପାଉଛି, କାରଣ ଅଧିକାଂଶ କାରବାର ଏବେ ୟୁପିଆଇ ମାଧ୍ୟମରେ ହେଉଛି। ଏବେ ଡିଜିଟାଲ ପେମେଣ୍ଟର ସୁବିଧା ଆହୁରି ଉନ୍ନତ କରିବା ପାଇଁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ NCPL ଗୁରୁତ୍ୱପୂର୍ଣ୍ଣ ଚାର୍ଜବ୍ୟାକ୍ ଅନୁରୋଧ ଗ୍ରହଣ କରିବା ପ୍ରତ୍ୟାଖ୍ୟାନ କରିବାକୁ ପ୍ରକ୍ରିୟା ସ୍ୱୟଂଚାଳିତ ହୋଇଛି। ପ୍ରକ୍ରିୟାଟି କାରଣ ଯଦି ଜଣେ ବ୍ୟକ୍ତି ୟୁପିଆଇ ଟ୍ରାଞ୍ଜାକ୍ସନ୍ ବିଫଳ ହୁଏ ଏବଂ ରିଫଣ୍ଡ ଆକାଉଣ୍ଟରେ ଜମା ହୁଏ ନାହିଁ, ତେବେ ତାଙ୍କ ବ୍ୟାଙ୍କରୁ ଚାର୍ଜବ୍ୟାକ୍ ପାଇଁ ଅନୁରୋଧ କରିବାକୁ ପଡ଼ିବ। ପୂର୍ବରୁ ଏହି ଅନୁରୋଧ ମାନୁଆଲି ଚାର୍ଜ କରାଯାଇଥିଲା, ଯାହା ବିକଳ୍ପ କାରଣ ହୋଇଥିଲା। ଏବେ NPCLର ନୂଆ ନିୟମ ଅନୁଯାୟୀ ଟ୍ରାଞ୍ଜାକ୍ସନ୍ କ୍ରେଡିଟ୍ ଇନଫେକ୍ସନ୍ TCC କିମ୍ବା ରିଟର୍ଣ୍ଣ ଅନୁରୋଧ RET ଆଧାରରେ ଚାର୍ଜବ୍ୟାକ୍ ଅନୁରୋଧ ସ୍ୱୟଂଚାଳିତ ଭାବରେ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରାଯିବ, ଯାହା ପ୍ରକ୍ରିୟା ତ୍ୱରାନ୍ୱିତ କରିବ। ସମୟ ଲାଗିବ TCC ଏବଂ RET ସିଷ୍ଟମଗୁଡ଼ିକ ୟୁପିଆଇ ବ୍ୟବହାରକାରୀଙ୍କୁ ଜାଣିବାରେ ସାହାଯ୍ୟ କରେ ଯେ କାରବାର ପରିମାଣ ହିତାଧିକାରୀଙ୍କ ବ୍ୟାଙ୍କ ପହଞ୍ଚିବ କି ନାହିଁ, ଏପରି ଯୋଗ୍ୟତା ଭାବରେ କାର୍ଯ୍ୟ କରେ। ଯଦି ଟଙ୍କା ପୂର୍ବରୁ ହିତାଧିକାରୀ ବ୍ୟାଙ୍କ ପହଞ୍ଚିବା ଲାଗେ, ତେବେ କାରବାର ସଫଳ ହୋଇଛି ବିବେଚନା କରାଯାଇଛି ଏବଂ ରିଚାର୍ଜ ଅନୁରୋଧ ଆବଶ୍ୟକତା ନାହିଁ। ତଥାପି ଯଦି କୌଣସି କାରଣରୁ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଜମା ହୁଏ ନାହିଁ, ତେବେ ତାହା ଦେୟ କରିବାକୁ ଗ୍ରାହକ ଫେରାଇ ଦିଆଯିବା ପୂର୍ବରୁ ଏହି ପ୍ରକ୍ରିୟା ହାତରେ କରାଯାଏ। 15 ଫେବୃଆରୀ କାର୍ଯ୍ୟକାଳୀ NPCL ସରକାର କୁହାଯାଏ ଯେ ୟୁପିଆଇ ବିବାଦ ସମାଧାନ ପ୍ରଣାଳୀ URCSରେ ସ୍ୱୟଂଚାଳିତ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ ଫେବୃଆରୀ 15 କାର୍ଯ୍ୟକାରୀ ହୋଇ ନୂଆ ନିୟମ କେବଳ ୱାଲ୍ଭ ଅପଲୋଡ୍ ବିକଳ୍ପ ଓ ୟୁନିଫାଏଡ୍ ରିଜୋଲ୍ୟୁସନ୍ ଇଣ୍ଟରଫେସ୍ UDIR ପାଇଁ ପ୍ରଯୁଜ୍ୟ। ପେମେଣ୍ଟ ଏଣ୍ଡ ଡିସ୍ପ୍ୟୁଟ୍ ରିଜୋଲ୍ୟୁସନ୍ ଏହିପରି ଆପଣଙ୍କୁ ଲାଭ ମିଳିବ। NPCIର ଚାର୍ଜବ୍ୟାକ୍ ରିଫଣ୍ଡ ପ୍ରକ୍ରିୟା ଓ ସ୍ୱୟଂଚାଳିତ ଦ୍ୱାରା ଗ୍ରାହକମାନେ ଶୀଘ୍ର ରିଫଣ୍ଡ ପାଇପାରିବେ ଏବଂ ବ୍ୟାଙ୍କଗୁଡ଼ିକ ପାଇଁ ପ୍ରକ୍ରିୟାକୁ ସହଜ କରିପାରିବେ। ଏହା ବ୍ୟତୀତ ଏହା ଠକେଇ ଓ ଅନାବଶ୍ୟକ ବିବାଦ ହ୍ରାସ କରିବାକୁ ସାହାଯ୍ୟ କରିବ। ଏହା ସହିତ ସମଗ୍ର ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ଦ୍ରୁତ ହେବା ଆପଣଙ୍କୁ ଜଣାଇ ଦେଉଛି ଯେ ୟୁପିଆଇ କାରବାର ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଗତ ବର୍ଷ ଜାନୁଆରୀ-ନଭେମ୍ବର 2024 ପର୍ଯ୍ୟନ୍ତ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ମାଧ୍ୟମରେ କରାଯିବ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍